କାଳସର୍ପ ଯୋଗର ସୁଗୁଣ ଓ ଦୁର୍ଗୁଣ। କାଳସର୍ପ ଯୋଗରେ ଜନ୍ମିତ ବ୍ୟକ୍ତି ନିୟତିର ଏକ ଖେଳନା ମାତ୍ର। ପୁରୁଷାର୍ଥ ସେ କରେ, ମାତ୍ର ତାର ଫଳ ରାହୁ କେତୁଙ୍କର ହାତରେ ରହିଥାଏ। ଯେପରିକି ତାଙ୍କର ପ୍ରାରବ୍ଧ ତାଙ୍କ ପାଇଁ ଏକ ସ୍ମରଣୀୟ। କହିବାର କାରଣ ଏହା, କୌଣସି ନା କୌଣସି ଉଦ୍ଦେଶ୍ୟ ସାଧନ ନିମିତ୍ତ ଏମାନଙ୍କର ଜନ୍ମ ହୋଇଥାଏ। ଯେପରିକି ଆମେ ଯଦି ଜାଣିବା, ଜବାହରଲାଲ ନେହେରୁଙ୍କର ଜାତକରେ କାଳସର୍ପ ଯୋଗ ରହିଥିଲା। ଜୀବନ ସାରା ସେ ଯେତେ ସଂଘର୍ଷ କଲେ ମଧ୍ୟ ଉଦ୍ଦେଶ୍ୟ ଥିଲା ଏହି ଅଖଣ୍ଡ ଭାରତକୁ ସ୍ୱତନ୍ତ୍ର କରିବାରେ ତାଙ୍କର ଅବଦାନ କ'ଣ ରହିଥିଲା। ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କର ବା ପ୍ରତ୍ୟେକ କାଳସର୍ପରେ ଜନ୍ମିତ ବ୍ୟକ୍ତିଙ୍କର ଛୋଟରୁ ବଡ଼ କିଛି ନା କିଛି ଉଦ୍ଦେଶ୍ୟ ନିହାତି ରହିଥିବାର ଆମେ ଜାତକରୁ ଆନାଲିସିସ୍ କରିପାରୁଛେ।